ଓଡ଼ିଶା ସରକାରଙ୍କ ଜଙ୍ଗଲ ମନ୍ତ୍ରୀ ଗଣେଶରାମ ଖୁଣ୍ଟିଆ ହରିଶଙ୍କର ଗସ୍ତ କରି ଫେରି ଯାଇଛନ୍ତି। ପ୍ରଥମେ ମନ୍ତ୍ରୀ ବଲାଙ୍ଗୀରଠାରେ ଜିଲ୍ଲାସ୍ତରୀୟ ସ୍ୱାଧୀନତା ଦିବସରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପତାକା ଉତ୍ତୋଳନ କରିଥିଲେ। ଏହି ଅବସରରେ ପଶ୍ଚିମ ଓଡ଼ିଶା ପ୍ରମୁଖ ପର୍ଯ୍ୟଟନସ୍ଥଳୀ ତଥା ଗନ୍ଧମାର୍ଦ୍ଦନ ପର୍ବତମାଳା ଜୈବ ବିବିଧତା ଐତିହ୍ୟସ୍ଥଳୀ ଉପରେ ଅନୁଧ୍ୟାନ କରି ଜଙ୍ଗଲ ବିଭାଗ ସହିତ ଆଲୋଚନା କରିଥିବା ବେଳେ ହରିଶଙ୍କର ଠାକୁରଙ୍କୁ ଦର୍ଶନ କରିଥିଲେ। ହରିଶଙ୍କର ପର୍ଯ୍ୟଟନସ୍ଥଳୀ ଓ ଗନ୍ଧମାର୍ଦ୍ଦନ ଜୈବିକ ବିବିଧତା ଐତିହ୍ୟସ୍ଥଳୀର ଉନ୍ନତି ଓ ହରିଶଙ୍କର ଡିଅର ପାର୍କକୁ ଚିଡ଼ିଆଖାନାରେ ରୂପାନ୍ତରିତ କରିବା ପାଇଁ ଯାହା ଆନୁଷଙ୍ଗିକ ବ୍ୟବସ୍ଥା ଉପରେ ମୁଖ୍ୟମନ୍ତ୍ରୀଙ୍କ ସହିତ ଆଲୋଚନା କରି ପଦକ୍ଷେପ ନିଆଯିବ ବୋଲି କହିଥିଲେ। ହରିଶଙ୍କର ସ୍ଥିତ ଜଙ୍ଗଲ ବିଭାଗ ଅଧୀନସ୍ଥ ଶିଶୁ ପାର୍କରେ ବୃକ୍ଷରୋପଣ କରି ସବୁଜ ସୁନ୍ଦର ହରିଶଙ୍କର ଗଢ଼ିବା ସହିତ ପ୍ଲାଷ୍ଟିକ ମୁକ୍ତ କରିବାକୁ ଜନସାଧାରଣଙ୍କ ସହ ଆଲୋଚନା କରିଥିଲେ।